ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପୁଣି ଥରେ ମିଛ ଦାବି କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସେ କରିଥିବା ନେଇ କହିଛନ୍ତି। କୋଟିପତି ବ୍ୟବସାୟୀ ଏବଂ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ସହିତ ଓଭାଲ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନରୁ ଯୁଦ୍ଧ ବିରତି କରିଥିଲୁ। ମୁଁ ବିଶ୍ୱାସ କରେ ଏହା ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା। ଟ୍ରମ୍ପ କହିଛନ୍ତି ସେ ଭାରତର ନେତାମାନଙ୍କୁ, ପାକିସ୍ତାନର ନେତାମାନଙ୍କୁ ଏବଂ ତାଙ୍କ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହାନ୍ତି। ଆମେ ବାଣିଜ୍ୟ ବିଷୟରେ କଥା ହୋଇଛୁ ଏବଂ କହିଛୁ ଯେ ଆମେ ସେମାନଙ୍କ ସହିତ ବ୍ୟବସାୟ କରିପାରିବୁ ନାହିଁ ଯେଉଁମାନେ ପରସ୍ପର ଉପରେ ଗୁଳି ଚଳାଇଛନ୍ତି ଏବଂ ଯେଉଁମାନେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ସମ୍ଭାବନା ରଖନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଭାରତ ଏବଂ ପାକିସ୍ତାନର ନେତାମାନେ ମହାନ ଏବଂ ସେମାନେ ରାଜି ହେଲେ, ଯାହା ପରେ ଏହା ସବୁ ବନ୍ଦ ହୋଇଗଲା। ଏହା ପ୍ରଥମ ଥର ନୁହେଁ। ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବାର ଦାବି କରିଛନ୍ତି। ସେ ପୂର୍ବରୁ ଅନେକ ଥର ହିଁ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଯୁଦ୍ଧବିରତି ଉପରେ ସ୍ପଷ୍ଟ କରିଛି, ଏହା ଦୁଇ ଦେଶ ମଧ୍ୟରେ ଏବଂ ଉଭୟଙ୍କ ପାରସ୍ପରିକ ସମ୍ମତିରେ ହୋଇଥିଲା। ଯୁଦ୍ଧବିରତି ପାଇଁ ପାକିସ୍ତାନର ଡିଜିଏମ୍ଓଙ୍କଠାରୁ ଆହ୍ୱାନ ଆସିଥିଲା। ଉଭୟ ଦେଶର ଡିଜିଏମ୍ଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ଯୁଦ୍ଧବିରତି ଉପରେ ସହମତି ହୋଇଥିଲା। 22 ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ 26 ଜଣଙ୍କର ମୃତ୍ୟୁ ହେବାର ପ୍ରାୟ 2 ସପ୍ତାହ ପରେ ଭାରତ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଟାର୍ଗେଟ କରି ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ସୀମାର ଉଭୟ ପାର୍ଶ୍ୱରୁ 4 ଦିନ ଧରି ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମେ 10ରେ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଥିଲେ। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। दिनलिपि लाइव को एबे ही लाइक शेयर सब्सक्राइब करंतु।